କିଛି କାରଣ ନଥାଇ ଅବେଳରେ ଏପ୍ରିଲ 16, 17, 18 ତାରିଖରେ ପାର୍ଲାମେଣ୍ଟ ଡକେଇଲେ ଯେ ଆମେ ସିଟ୍ ବଢ଼େଇ ଦେବୁ, ତା ସାଥିରେ ମହିଳା ସଂରକ୍ଷଣକୁ ଯୋଡ଼ିଦେଲେ। ମାନ୍ୟବର ନବୀନ ପଟ୍ଟନାୟକ ଖବର ପାଇଲେ ଯେ ଯେଉଁ ସିଟ୍ ବଢ଼ିବ ସେଥିରେ ଓଡ଼ିଶା କ୍ଷତିଗ୍ରସ୍ତ ହେବ, ଆନୁପାତିକ ଭାବରେ ଓଡ଼ିଶାର ବଢ଼ିବାର ନାହିଁ। ଏବଂ ଏ କଥାକୁ ନେଇକି ଯେତେବେଳେ ତର୍କ ହେଲା, ମାନ୍ୟବର ନବୀନ ପଟ୍ଟନାୟକ ଚିଠି ଲେଖିଲେ ଯେ ଗୋଟେ 48 ଘଣ୍ଟା ଭିତରେ ଆପଣ ବିଧାନସଭା ଡାକନ୍ତୁ, ଓଡ଼ିଶାର ସ୍ୱାର୍ଥକୁ ରକ୍ଷା କରିବାକୁ ହେଲେ ଏଇଠି ବିଧାନସଭାରେ ଆମେ ଦାବି ରଖିବା କେନ୍ଦ୍ର ସରକାର ପାଖରେ। ସେତେବେଳେ ଶୁଣିଲେନି। ପ୍ରଥମ କଥା ହେଲା 16, 17, 18 ଅବେଳରେ କାହିଁକି ଡକେଇଲେ, ସେ ପ୍ରଶ୍ନର ଉତ୍ତର ଦେଇନାହାନ୍ତି। ଦ୍ୱିତୀୟ କଥା ହେଲା ସଂଖ୍ୟା ନଥିଲା, ଜାଣିଛନ୍ତି ବିଲ୍ ପାରିତ ହେଇପାରିବନି, ଆଲୋଚନା କଲେ ନାହିଁ, ବିରୋଧୀ ଦଳକୁ କନଫିଡେନ୍ସ ଭିତରୁ ନେଲେ ନାହିଁ, ତଥାପି ବିଲ୍ ପେଶ୍ କଲେ ଏବଂ ପରାଜୟ ଲଭିଲେ। ଏବଂ ବିଲ୍ ଆସିବା ପୂର୍ବରୁ ଏମ୍ପି ମାନେ ଅନ୍ୟମାନେ ନ ଜାଣିବା ପୂର୍ବରୁ ଏମାନେ ଆଗ ପ୍ରଚାରରେ ଲାଗିଗଲେ। ପ୍ରଧାନମନ୍ତ୍ରୀ ମୋଦି ଭାଷଣ ଦେଲେ, ନାରୀ ବନ୍ଦନ ଅଧିନିୟମ, ତାପରେ ଏଠୁ ସବୁଠି ମିଟିଂ ଫିଟିଂ କରି ପକେଇଲେ। ତାପରେ ପାର୍ଲାମେଣ୍ଟ ଭିତରେ, ଲୋକସଭା ଭିତରେ ମଧ୍ୟ ଅନେକ ଆଲୋଚନା କଲେ, ବିଲ୍ ପରାସ୍ତ ହେଲା। ତାପରେ ବର୍ତ୍ତମାନ ରାଜରାସ୍ତାରେ ଭାଷଣ, ଜାତି ଉଦ୍ଦେଶ୍ୟରେ ଭାଷଣ, ଏମିତି ବର୍ତ୍ତମାନ ବହୁତ ଡ୍ରାମା